शुभ सकाळ सांगମାନେ ସ୍ୱାଗତ ଜଣାଉଛି ଏଟା ନୂଆ ବ୍ଲଗକୁ। ତ ଫ୍ରେଣ୍ଡସ୍, ଆଜି ସକାଳର ପୁରା ସୂର୍ଯ୍ୟ ଉଇଁ ଯାଇଛି, ପୁରା ଆଲୋକ ପୁରା ଚାରିଆଡ଼େ, ଆଉ ଧୀରେ ଧୀରେ ଖରା ମଧ୍ୟ କରିବା ଆରମ୍ଭ ଲାଗିଛି। ଆଉ ଗରମ ଘର କିମ୍ବା ଅନ୍ୟ ଜାଗାରେ ମଧ୍ୟ ଗରମର ପ୍ରଭାବ ବହୁତ ପରିମାଣରେ ପଡ଼ୁଛି। ତ ଫ୍ରେଣ୍ଡସ୍, ଲୋକ କହନ୍ତି ଆଜିର ଭିଡ଼ିଓଟା ବହୁତ ଦୁଃଖର ଭିଡ଼ିଓ ହେଇପାରେ, କିନ୍ତୁ ସେଇ ସମୟର ଭିଡ଼ିଓ ଯେଉଁଟାକି ଆପଣମାନେ ଦେଖିଥିବେ। ଲୋକେ କହନ୍ତି ଗରିବ ଯେତେ କହିଲେ କାହାଣୀ କେବେ ସରିବ। ସାଙ୍ଗମାନେ, ଗରିବର କାହାଣୀ ଏତେ ଲମ୍ବା କିଏ ଜାଣିଛନ୍ତି? ସିଏ ଜାଣିଛନ୍ତି, ଯିଏ ବୁଝିଛନ୍ତି ସିଏ ବୁଝିଛନ୍ତି। ଆଜିକି ଏଇ ଦିନରେ ଏଇ ସମୟରେ ଲୋକ ଟଙ୍କା ଥିଲେ, ଲୋକ ମିଳେ ଟଙ୍କା ଥିଲେ, ରାସ୍ତା ମିଳେ ଟଙ୍କା ଥିଲେ, ସାଙ୍ଗ ମିଳେ ଟଙ୍କା ଥିଲେ, ସବୁ କିଛି ମିଳେ। କିନ୍ତୁ ଗରିବ ଏମିତି ରହିବା, ଗରିବ ରହିଲେ କିଛି ମିଳେ ନାହିଁ। ନା ସାଙ୍ଗ ମିଳିବ, ନା କିଛି ଖାଇବାକୁ ଭଲ ଜିନିଷ ମିଳିବ, ନା ପିନ୍ଧିବାକୁ ଭଲ ଜିନିଷ ମିଳିବ। ସକାଳୁ ଉଠିଲେ ଗରିବ ସେଇ କୁଲି ମଜୁରୀ କାମରେ ଯାଆନ୍ତି। ସକାଳୁ ଉଠିଲେ ସେଇ ଗରିବ ସେଇ ବାସି ପଖାଳରେ ଖାଇ ଚାଷବାସ କିମ୍ବା ଅନ୍ୟ ପ୍ରକାର କାର୍ଯ୍ୟକ୍ରମରେ ଯାଆନ୍ତି। କିନ୍ତୁ କେହି ବୁଝନ୍ତିନି ଯେ ଗରିବ କେତେ କଷ୍ଟ କରି ଖଟୁଛି, ଗରିବ କେତେ କଷ୍ଟ କରି ଭାଙ୍ଗି ଯାଇଥିବା ଜିନିଷକୁ ଗଢ଼ୁଛି। କିନ୍ତୁ ଲୋକେ ବି ଏବେ ପର୍ଯ୍ୟନ୍ତ କହୁଛନ୍ତି ଗରିବ ରହିଲେ ଆଉ ଭଲ। ଯିଏ ମଣିଷ ବଡ଼ ବଡ଼ ମାଲିକ ଠିକାଦାର ହେଇଛନ୍ତି, ତାଙ୍କେ କହିଲେ ଗରିବ ରହିଲେ ଭଲ। କାହିଁକି ନା ସେ ଆମ କାମ କରିଦେବ, ସେ ଆମ କାର୍ଯ୍ୟ କରିଦେବ, ସେ ଆମ ମଇଲା ସଫା କରିଦେବ, ସେ ଆମ ଘର ସାଇଡ଼ରେ ଥିଲା ଭଙ୍ଗାକୁ ସେ ଯୋଡ଼ିଦେବ। କିନ୍ତୁ ଟଙ୍କା, ଆଜିକି ଟଙ୍କା ନାହିଁ ବୋଲି ଗରିବ ଦୁନିଆ ପାଖରେ ଯାଇ ଖଟୁଛି। ଲୋକେ କହନ୍ତିନି ଗରିବ ବିଷ ଖାଇ ମରିବ। ଅନେକ ପ୍ରକାର ନିର୍ଯାତନା ମଧ୍ୟ ଗରିବ ପାଇଁ ହେଉଛି। ଅନେକ ପ୍ରକାର ନିର୍ଯାତନା ଗରିବ ଉପରେ ପଡ଼ୁଛି। ଗରିବ ଯେତେ କଷ୍ଟ କଲେ ବି ତା ପାଇଁ କିଛି ଲେଖା ନାହିଁ। ଗରିବ ଯେତେ ପୁଣ୍ୟ କଲେ ବି ତା ପାଇଁ କିଛି ପୁଣ୍ୟ ନାହିଁ। ସାଙ୍ଗମାନେ, ଏମିତି ଗରିବ ଘରରେ ଗରିବ ଲୋକଙ୍କର ପରିବାର ଭିତରେ ଆପଣମାନେ ଦେଖିପାରୁଥିବେ, ପରିବାର ଭିତରେ ପ୍ରତ୍ୟେକ ଦିନ ହଲା ଗଣ୍ଡଗୋଳ ଥାଏ। କାହିଁକି ନା ସେ ପଇସା, ତାଙ୍କ ପାଖରେ ପଇସା ନାହିଁ ବୋଲି କିଛି କାମ କରିପାରୁନାହାନ୍ତି, ତାଙ୍କ ପାଖରେ ପଇସା ନାହିଁ ବୋଲି କିଛି କିଣି ପାରୁନାହାନ୍ତି, ତାଙ୍କ ଘରେ ପଇସା ନାହିଁ ବୋଲି କିଛି କରିପାରୁନାହାନ୍ତି, କିଛି ଦେଖିପାରୁନାହାନ୍ତି। ସେଥିପାଇଁ ସ୍ତ୍ରୀ ସ୍ୱାମୀ ଉପରେ ଝଗଡ଼ା ସବୁବେଳେ ଲାଗିଥାଏ ସେ ଟଙ୍କା ପାଇଁ। ମା ବାପା ପୁଅ ସାଙ୍ଗରେ ଝଗଡ଼ା ଲାଗିଥାଏ ସେଇ ଟଙ୍କା ପାଇଁ। ଭାଇ ଭଉଣୀ ସାଙ୍ଗ ସାଙ୍ଗରେ ଝଗଡ଼ା ହୋଇଥାଏ ସେଇ ଟଙ୍କା ପାଇଁ। ଟଙ୍କା ନଥିଲେ କେହି କାହାକୁ ସ୍ୱୀକାର, କାହାକୁ ବିଶ୍ୱାସ, କାହାକୁ ସ୍ନେହ କିଛି ମିଳିବ ନାହିଁ। ଟଙ୍କା ନଥିଲେ କିଏ ତମକୁ ପଚାରିବ ନାହିଁ। ଟଙ୍କା ନଥିଲେ କିଏ ତମକୁ ସାଙ୍ଗ କରିବ ନାହିଁ। ଟଙ୍କା ନଥିଲେ କୋଉ ଭଲ ଜିନିଷ ଖାଇପାରିବ ନାହିଁ। ଗରିବ ଏମିତି ଦୁଃଖ, ଯାହା ଗରିବର ଦୁଃଖ ଥିଲେ ସରିବ। ଗରିବର ଦୁଃଖ ଏତେ ଲମ୍ବା, କହିଲେ ସରିବ ନାହିଁ। ଯେମିତି ଆଜି ମଧ୍ୟ ଅଛି, ଆଜି ମଧ୍ୟ ପ୍ରତ୍ୟେକ ଜାଗାରେ ଦେଖିବାକୁ ମିଳେ, ଆଜି ମଧ୍ୟ ପ୍ରତ୍ୟେକ ଗାଁ ଗହଳି କିମ୍ବା ସହର ଭିତରେ ଦେଖିବାକୁ ମଧ୍ୟ ମିଳେ ସେହି ଗରିବର ଦୁଃଖ, ସେଇ ଗରିବ ଲୋକଙ୍କର କାହାଣୀ, ସେଇ ଗରିବ ଲୋକଙ୍କର ଲୁହ, ସେଇ ଗରିବ ଲୋକଙ୍କର କଷ୍ଟ, ଗରିବ ଲୋକଙ୍କର ଦୁଃଖ। ମୁଁ ଯେତିକି ଦୂର ବୁଲିଛି, ଯେତିକି ସହର କିମ୍ବା ସିଟି, ଅନ୍ୟ ଓଡ଼ିଶାଠାରୁ ଅନ୍ୟ ରାଜ୍ୟ ମଧ୍ୟ ଯାଇ ବୁଲିଛି।
ପ୍ରତ୍ୟେକ ଜାଗାରେ ଦେଖିଛି ଗରିବର, ପ୍ରତ୍ୟେକ ଗଲି କନ୍ଦିରେ ଦେଖିଛି ଗରିବ, କିନ୍ତୁ ଦୁଃଖ କଷ୍ଟ ହୁଏ ସେ ଗରିବଙ୍କର ଲୁହ, ଗରିବଙ୍କର ଘର, ଗରିବଙ୍କର କପଡ଼ା ଆଉ ଗରିବଙ୍କର ଖାଇବା। ଲୋକେ କହନ୍ତି ଫୁଟପାଥରେ ଚଲୁଛି, ଫୁଟପାଥରେ ଚଲୁଛନ୍ତି। ତାଙ୍କ ପାଇଁ କୋଉ ମାର୍ବଲ ଟାଇଲ ଇଟା ପକ୍କା ଘର ଛାତ ଥିବା ଘର ନୁହେଁ, ତାଙ୍କ ପାଇଁ ସେଇ ଛୋଟିଆ କୁଡ଼ିଆ ଯୋଉଟାକି 4 ଖମ୍ବ ଖୁଣ୍ଟାରେ ତିଆରି ହେଇଥିବା ଚଲ ଛାପର ବଡ଼ ତିରପାଲ ଢାବି ଯୋଉ ଘର ବନାଇଥିବା। ଦୁଃଖ କଷ୍ଟ ବହୁତ, ପାଣି ପବନ ଝଡ଼ ଜଞ୍ଜାଳ ନଈ ନାଳ ପୁରା ପାଣି ବହି ଯାଉଥିବ ଘର ପୁରା ତାଙ୍କ ଉପରେ, କିନ୍ତୁ ଲୋକ ଗରିବ କଷ୍ଟ ଛାତିରେ ଚାପି ରଖି ସେଇ ତା ପରିବାରକୁ କେମିତି ଉଦ୍ଧାର କରିବେ ତାର ଚିନ୍ତା ଥାଏ। ଆଜିକେ ଅନେକ ଲୋକ ଫୁଟପାଥରେ ଚଳୁଛନ୍ତି, ଫୁଟପାଥରେ ଯେମିତି ଖାଉଛନ୍ତି, ତାଙ୍କ ପାଇଁ ଟିକିଏ ହେଲେ କାହାର ଲୁହ ନାହିଁ। ଆଜିକି ବଡ଼ ବଡ଼ ଲୋକ ଯାଇକରି 5 ଷ୍ଟାର ହୋଟେଲରେ ଯାଇକରି ଅଧା ଖାଇ ଅଧା ପିଉଛନ୍ତି। ଗୋଟେ ଖାଇବାର ତାର ରେଟ୍ ହେଉଛି 10,000 15,000 ଟଙ୍କା, ତାର ଖାଇବାର ଅଧା ଖାଇ 5,000 ଖାଇ 5,000 ଫେରୁଛି। କିନ୍ତୁ ସେଇ 5,000 ଖାଦ୍ୟ ଯଦି ଗରିବ ପାଖରେ ପହଞ୍ଚିଥାନ୍ତା ତାହେଲେ ଗରିବ ପାଇଁ ବହୁତ ମୂଲ୍ୟବାନ, ତା ପେଟ ପୁରିଥାନ୍ତା, ତା ପରିବାର ଖୁସିରେ। କେହି ଲୋକ ବୁଝୁନାହାନ୍ତି, କେହି ଲୋକ ବୁଝିବେ ନାହିଁ ଗରିବ ପାଇଁ କେତେ ଦୁଃଖ କେତେ କଷ୍ଟ। ତ ସାଙ୍ଗମାନେ, ଆଜି ମୋ ଭିଡ଼ିଓ ମାଧ୍ୟମରେ ଏଇ କଥା ଶୁଣିବାର ତାତ୍ପର୍ଯ୍ୟ ହେଲା, ମୁଁ ଦିନେ ଯାଇଥିଲି ଗୋଟିଏ ଜାଗାକୁ, ଆଉ ଏତେ କଷ୍ଟ ଯେଉଁଟାକି ଗୋଟିଏ ଅନ୍ଧକୁ ପାଇଥିଲି। ସେଇ ଅନ୍ଧ ତା ମା ତାକୁ ରାସ୍ତା ସାଇଡ଼ରେ ରଖି ଗୋଟେ ଦୋକାନକୁ ପଶିଲା ପରେ ସେଇ ଛୋଟିଆ ଛୁଆଟେ, 7-8 ବର୍ଷ ଛୁଆଟେ ପାଣି ପାଇଁ ଯେଉଁ ହାତ ବୁଲଉଥିଲା, ମୋତେ ଆଖି ଦେଖି ଆଖିରେ ଲୁହ ବାହାରିଗଲା, ବହୁତ କଷ୍ଟ ଲାଗିଲା। ମୁଁ କହିଲି, ତା ପାଖରେ ଯାଇକି ପଚାରିଲି, କାଣା ଖୋଜୁଛ? ସେ କହିଲା, ନାଇଁ ମୋ ମା ମୋତେ ଛାଡ଼ି ଯାଇଛି ଦୋକାନକୁ, ଆଉ ମୋତେ ପାଣି ଦରକାର। ଏଇ କଥା ଶୁଣି ବହୁତ କଷ୍ଟ ଲାଗିଲା ମୋତେ, ଆଉ ଏତେ କଷ୍ଟ ଲାଗିଲା ଯେଉଁଟାକି ଆତ୍ମାରୁ ପୁରା ପାଣି ପୁରା ଉଠିଲା, ପାଣି ଏତେ ଉଠିଲା, ଆଖି ପୁରା ଧରିଲାନି। ଏମିତି ତାକୁ ମୁଁ ପାଣି କିଣିଲି, ତାକୁ ଭୋକ ଲାଗୁଥିଲା, ତାକୁ ଖାଇବାକୁ ଦେଲି। ତା ମାଆକୁ ମଧ୍ୟ ପଚାରିଲି, ଯଦି ଝିଅର ଆଖି ନାହିଁ, ଶୁଣିପାରୁଛି, ତାହେଲେ ରାସ୍ତା କୋଣରେ ଛାଡ଼ନ୍ତୁ ନାହିଁ, କାହିଁକି ନା ଯୁଆଡ଼େ ଯିବ ସାଙ୍ଗରେ ନେଇକି ଯାଅ। ତାଙ୍କ ସାଙ୍ଗରେ ଖାଇବାକୁ ମଧ୍ୟ ହୋଟେଲରେ ନେଇକରି ଖୁଆଇଲି। ତାଙ୍କ ଯିବା ପାଇଁ ମଧ୍ୟ ରାସ୍ତା ବନେଇଦେଲି, ଯେଉଁଟାକି ଗୋଟେ ଅଟୋ କରିଦେଇ ତାଙ୍କୁ ପଠେଇଲି। ଏତେ କଷ୍ଟ ଲାଗେ, ଗରିବ ମା ଦୋକାନ ଯାଇ ଟଙ୍କାଟେ ମାଗୁଛି ସେ ଝିଅକୁ ଧରି, କିନ୍ତୁ ତାର ବାପା ଅଛି କି ନାହିଁ, କି ତା ବାପା ଗରିବ ବୋଲି ଛାଡ଼ି ଦେଇ ଅନ୍ୟ କିଛି କାମ କରୁଛି। ଅନେକ ପ୍ରକାର ଏମିତି ଜିନିଷ ହୁଏ, ଅନେକ ପ୍ରକାର ଏମିତି ଜିନିଷ ମଧ୍ୟ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଗାଁ ଗହଳି ସହରରେ ମଧ୍ୟ ବହୁତ ଏମିତି ଦେଖିବାକୁ ମିଳେ। ତ ଫ୍ରେଣ୍ଡସ୍, ମୁଁ ଆଜି ଏଇ ଭିଡ଼ିଓ ମାଧ୍ୟମରେ ବହୁତ ଦୁଃଖ କାହାଣୀ ଯାକ ଦେଖିଛି, ସାମ୍ନାରେ ଦେଖିଛି। ସେଥିପାଇଁ ମୁଁ ଟିକେ ଗରିବ ପ୍ରତି ବହୁତ ଦୁଃଖ, ଦୟାଳୁ, ଅନ୍ଧ କଣା ଛୋଟା ପାଇଁ ବହୁତ ମୋତେ ଟିକେ ଲୁହ ଗଡ଼େ। ସେଥିପାଇଁ ଆଜିର এই ଭିଡ଼ିଓ ମାଧ୍ୟମରେ କିଛି ଆପଣମାନଙ୍କୁ ଜଣେଇଲି, ଯେଉଁଟାକି ମୋ ଲାଇଫରେ କିଛି ଥିଲା, ଆଉ କିଛି ଦେଖିଥିଲି, ଆଉ କିଛି କରିଥିଲି।
ମଝି ମଝିରେ ମଧ୍ୟ ସେମିତି ମୋତେ ସେ ଗରିବର କଷ୍ଟ ମିଳେ ବହୁତ। ଆପଣମାନେ ଭିଡ଼ିଓ ନିଶ୍ଚୟ ଦେଖିଲେ ତ ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗିଥିବ। ଭିଡ଼ିଓଟାକୁ ଲାଇକ୍ କମେଣ୍ଟ ଓ ସେୟାର କରିବା ସାଙ୍ଗମାନଙ୍କ ପାଖକୁ, ନୂଆରେ ଯିଏ ଆସିଥିବେ ସବସ୍କ୍ରାଇବ୍ କରିବେ। ଏମିତି ଭିଡ଼ିଓ ଯାକ ଆସୁଥିବ। ଆଉ ଆଜି ପାଇଁ ଏତିକି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ।